ଜଣେ ବ୍ୟକ୍ତିର ଜୀବନରେ ଅତି ବେଶୀରେ 3 ଗୋଟି ଶନି ସାଢ଼େ ସାତି ଅଥବା 3 ଥର ଶନି ସପ୍ତା ଭୋଗ ହୋଇଥାଏ। ତନ୍ମଧ୍ୟରୁ ତୃତୀୟ ଶନି ସପ୍ତାଟି ବହୁତ ଭୟଙ୍କର ପରିଣାମ ଦେଇଥାଏ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା 2026 ମସିହାରେ ରାଶିଚକ୍ର ଉପରେ ଶନିଙ୍କର ପ୍ରଭାବ କିପରି ରହିବ। ଦ୍ୱାଦଶ ରାଶିଚକ୍ରର ଦଶମ ରାଶି ମକର ରାଶି ଏବଂ ଏକାଦଶ ରାଶି କୁମ୍ଭ ରାଶିର ଅଧିପତି ହେଲେ ଶନି ମହାଗ୍ରହ। 2026 ମସିହା ବର୍ଷ ସାରା ଶନି ମୀନ ରାଶିରେ ଅବସ୍ଥାନ କରିବେ। ଶନିଦେବଙ୍କୁ ଗ୍ରହ ଜଗତରେ କ୍ରୂର ଓ ପାପୀ ଗ୍ରହ ରୂପେ ଗ୍ରହଣ କରାଯାଇଥିବା ବେଳେ ଶନିକୁ କର୍ମଫଳଦାତା ଓ ନ୍ୟାୟପରାୟଣ ଗ୍ରହ ରୂପେ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି। ଶନି ଦ୍ୱାଦଶ ରାଶିଚକ୍ରକୁ ଏକଥର ପରିଭ୍ରମଣ କରିବା ପାଇଁ ପ୍ରାୟ 30 ବର୍ଷ ସମୟ ନେଇଥାନ୍ତି। ତେଣୁ ଶନି ଗୋଟିଏ ରାଶିରେ ପ୍ରାୟ 2.5 ବର୍ଷ ପର୍ଯ୍ୟନ୍ତ ରହଣି କରିଥାନ୍ତି। ଶନିକୁ ଦୁଃଖକାରକ ଓ ରୋଗକାରକ ଗ୍ରହ ରୂପେ ଗ୍ରହଣ କରାଯାଇଥିବା ବେଳେ ଯଦି ଜାତକରେ ଶନିଙ୍କର ସ୍ଥିତି ଭଲ ନଥାଏ ତେବେ ବ୍ୟକ୍ତିର ଜୀବନ ବଡ଼ ସଂଘର୍ଷମୟ ହୋଇଥାଏ। କଠିନ ସମୟ ଭିତର ଦେଇ ବ୍ୟକ୍ତିକୁ ଗତି କରିବାକୁ ପଡ଼ିଥାଏ। ପୁନଶ୍ଚ ଗ୍ରହ ଜଗତରେ ଶନି ଏକମାତ୍ର ଗ୍ରହ ଯାହାଙ୍କୁ କି ମାରକ କ୍ଷମତା ଦିଆଯାଇଅଛି। ଅନ୍ୟ ଗ୍ରହଗୁଡ଼ିକ ମାରକ ବା ମାରକ ଲକ୍ଷଣ ଯୁକ୍ତ ହେଲେ ମଧ୍ୟ ବ୍ୟକ୍ତିକୁ ମାରିବା ପାଇଁ ଅନ୍ୟ ଗ୍ରହର ସାହାଯ୍ୟ ନେଇଥାନ୍ତି। ତେଣୁ ଶନି ମାରକ ନହେଲେ ମଧ୍ୟ ଏକାକୀ ଦଣ୍ଡ ଦେବା ପାଇଁ ସମର୍ଥ ହୋଇଥାନ୍ତି। ଏପରିକି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବାକୁ ମଧ୍ୟ ପଛାଇ ନଥାନ୍ତି। ତେଣୁ ଶନିଙ୍କ ନାଁ ଶୁଣିଲେ ସାଧାରଣତଃ ବ୍ୟକ୍ତିର ମନରେ ବଡ଼ ଭୟର ସଞ୍ଚାର ହୋଇଥାଏ। ଶନି ମହାଗ୍ରହ ତାଙ୍କର ଦଶା ଅନ୍ତର୍ଦଶା ଭୋଗ ସମୟରେ ବ୍ୟକ୍ତିକୁ କର୍ମଫଳ ଦେଉଥିଲେ ମଧ୍ୟ ଜାତକର ଚନ୍ଦ୍ର ଥିବା ରାଶିର କେତୋଟି ନିର୍ଦ୍ଦିଷ୍ଟ ଗୃହରେ ଗୋଚରରେ ଗତି କଲାବେଳେ ବ୍ୟକ୍ତିକୁ ବହୁତ ଅଶୁଭ ଫଳ ଦେଇଥାନ୍ତି। ଯେପରିକି ଶନି ସପ୍ତା ଅର୍ଥାତ୍ ଜାତକର ଚନ୍ଦ୍ର ଥିବା ରାଶିର ବ୍ୟୟ ଲଗ୍ନ ଓ ଦ୍ୱିତୀୟ ସ୍ଥାନରେ ଶନି ଗୋଚରରେ ଭ୍ରମଣ କରୁଥିବା ବେଳେ ଜାତକର ଶନି ସପ୍ତା ବା ଶନି ସାଢ଼େ ସାତି ଭୋଗ ହେଉଅଛି ବୋଲି ଜ୍ୟୋତିଷୀୟ ଭାଷାରେ କୁହାଯାଇଥାଏ। ଶନି ଏହି 3 ଗୋଟି ରାଶିକୁ ଅତିକ୍ରମ କରିବା ପାଇଁ ପ୍ରାୟ 7.5 ବର୍ଷ ସମୟ ନେଉଥିବାରୁ ଏହାର ନାମ ଶନି ସାଢ଼େ ସାତି ବୋଲି କୁହାଯାଇଥାଏ। ବହୁତ ବେଶୀରେ ଗୋଟିଏ ବ୍ୟକ୍ତିର ଜୀବନରେ 3 ଗୋଟି ଶନି ସାଢ଼େ ସାତି ବା 3 ଥର ଶନି ସପ୍ତା ଭୋଗ ହୋଇଥାଏ। ପ୍ରଥମ ଦ୍ୱିତୀୟ ଶନି ସାଢ଼େ ସାତି ବା ଶନି ସପ୍ତା ଅପେକ୍ଷାକୃତ କମ୍ କଷ୍ଟ ଦେଉଥିବା ବେଳେ ଶେଷ ଶନି ସପ୍ତା ବ୍ୟକ୍ତିର ଜୀବନରେ ବଡ଼ ଭୟଙ୍କର ପରିଣାମ ଦେଇଥାଏ। ଏହା ବ୍ୟତୀତ ଚନ୍ଦ୍ର ଥିବା ରାଶିର ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ଶନି ଗୋଚରରେ ଗମନ କରୁଥିବା ବେଳେ ଶନି ଢାଇଆ ଚାଲିଛି ବୋଲି କୁହାଯାଇଥାଏ। ଚତୁର୍ଥ ଶନି ରୋଗକାରକ ହୋଇଥିବା ବେଳେ ଅଷ୍ଟମ ଶନି ଦୁର୍ଘଟଣାର କାରଣ ହୋଇଥାଏ। ବର୍ତ୍ତମାନ 2026 ମସିହାରେ ମୀନ ରାଶିରେ ଶନି ଅବସ୍ଥାନ କରୁଥିବା ବେଳେ କୁମ୍ଭ ରାଶି ମୀନ ରାଶି ଓ ମେଷ ରାଶି ପାଇଁ ଶନି ସାଢ଼େ ସାତି ବା ଶନି ସପ୍ତାର ପ୍ରକୋପ ଭୋଗ ହେଉଅଛି।
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କର ଭୟଙ୍କରତା ବିଷୟରେ କୁହାଯାଇଥିଲେ ମଧ୍ୟ ଶନିଙ୍କ କୋପର ପ୍ରଭାବରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜ୍ୟୋତିଷୀୟ ଉପାୟ ଓ ପ୍ରତିକାର ଗ୍ରହଣ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଅଭିଜ୍ଞତାରୁ ଜଣାଯାଏ, ଉପଯୁକ୍ତ ଭାବରେ ପ୍ରତିକାର କରାଗଲେ ଶନି ଗ୍ରହଜନିତ ଦୁଷ୍ପ୍ରଭାବରୁ ବ୍ୟକ୍ତିକୁ ରକ୍ଷା ମିଳିଥାଏ। ଆଗାମୀ ଅଧ୍ୟାୟମାନଙ୍କରେ ଜାଣିବା ମୀନ ରାଶିରେ ଶନି ଅବସ୍ଥାନ କରୁଥିବା ସମୟରେ ତାର ପ୍ରଭାବ କେଉଁ ରାଶି ଉପରେ କ'ଣ ପଡ଼ୁଛି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।